4-5 ଜଣ ଝିଅ ପିଲା କହିଥିଲେ ମତେ ଆଇଲା ବେଳେ ସାର୍ ଆମେ ୟୁଟ୍ୟୁବରେ ଶୁଣିଛୁ ଟିକେ ଚମ୍ପକ ବର୍ଣ୍ଣାରେ ଗାଇବ। ସେ ପିଲା ଅଛନ୍ତି ନା ନାଇଁ? ନହେଲେ କାଲି ଗାଇବେ। କଣ କହୁଛ ଯିବି ଖୋଜିକି ଆସିବି? ଯାଉନୁ ଖୋଜିକି ଆସିବୁ। ଆମର ବୋଲି ଦିଅ ସେ ଘରେ ଶୁଣିବେ ଆଉ। ନାଇଁ 4-5 ଜଣ ଝିଅ ପିଲା ମତେ ଡିଆକିଥିଲେ ସାର୍ ଟିକେ ଚମ୍ପକ ବର୍ଣ୍ଣାଟା ଗାଇବେ। ମୁଁ ମୋ ନିଜ ଇଚ୍ଛାରେ ଗାଇବିନି। ଯଦି ସେ ପିଲା ଦେଇକି ହାତ ଟେକିବେ ତାହେଲେ ଚମ୍ପକ ବର୍ଣ୍ଣା ଗାଇବି, ନହେଲେ ଗାଇବିନି। ନା ସେ ଛୁଆ ନାହାନ୍ତି, ତାହେଲେ ଆଜି ଗାଇବିନି। ଆମ ଛୁଆ ଲୁଚି ପଇଲେଣି କି? ଆପଣ ଗାଆନ୍ତୁ। ବୋଲା ଚମ୍ପକ ବର୍ଣ୍ଣାରେ ମୋ ଚମ୍ପକ ବର୍ଣ୍ଣା। ତୁ ତ କହିଥିଲୁ ଚମ୍ପକ ବର୍ଣ୍ଣା ଗାଇବାକୁ। ଅନୁଜ ଚାରିଆଡେ କୁଆଡେ ସବୁ ଗଲେ? ମତେ ସବୁ କହିଥିଲେ କୁଆଡେ ଗଲେ? ବୋଲା ଚମ୍ପକ ବର୍ଣ୍ଣାରେ ମୋ ଚମ୍ପକ ବର୍ଣ୍ଣା 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 ଚମ୍ପକ ବର୍ଣ୍ଣାରେ ପରିଶ୍ରମ କରିବି ନା ତୋ ପାଇଁ। ଟଙ୍କା 100ଟା ଦେବୁ। ଲାଗିଲ କେଣେ ଯାଉଛୁ ସାତ ମୋ ଚମ୍ପକ ବର୍ଣ୍ଣାରେ ଯାଉଛୁ ସାତେ ଯାଉଛୁ ସାତେ ଚମ୍ପକ ବର୍ଣ୍ଣାରେ କେଣେ ଯାଉଛୁ ସାତେ କେଣେ ଯାଉଛୁ ସାତେ ଚମ୍ପକ ବର୍ଣ୍ଣାରେ ଅନୁଗ୍ରହ କରି ଅନୁଗ୍ରହ କରି ଅନୁଗ୍ରହ କରି ଅନୁଗ୍ରହ କରି ଅନାମତେ ଚମ୍ପକ ବର୍ଣ୍ଣାରେ କେଣେ ଯାଉଛୁ ସତେ କେଣେ ଯାଉଛୁ ସତେ ଚମ୍ପକ ବର୍ଣ୍ଣାରେ। ଓଡ଼ିଶାରେ ସବୁ ଗାୟକ ଅଛନ୍ତି, ଗାଇବେ ଗୀତ। ଗୀତ ସହିତ ଭାବ ସହିତ ନାଦ ସହିତ ଶବ୍ଦ ସହିତ ସବୁ ଏକାଠି ହେଲେ ଯାଇକି ପାଲା। ଆଉ କଲା ମାରୁଅଛି ମାର 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 ଦଉଅଛି ଏ ପଞ୍ଚ ପ୍ରାଣ ଦଉଅଛି ଏ ପଞ୍ଚ ପ୍ରାଣ ଦଉଅଛି ଏ ପଞ୍ଚ ପ୍ରାଣ ଲାଲେ ଫିଙ୍ଗି ଦେ ଲାଲେ ଫିଙ୍ଗି ଦେ ଲାଲେ ଫିଙ୍ଗି ଦେ ଲାଲେ ଦେଲାନେ ଫିଙ୍ଗି ଦେଲାନେ ଫିଙ୍ଗି ଦେଲାନେ ଫିଙ୍ଗି ଦେଲାନେ ଦେଲାନେ କାମ କରିତେ ଚମ୍ପକ ବର୍ଣ୍ଣାରେ କେଣେ ଯାଉଛୁ ସତେ କେଣେ ଯାଉଛୁ ସତେ ଚମ୍ପକ ବର୍ଣ୍ଣାରେ। ଏଟା ପେଲି ହବା ନାଚ, ପେଲା ନାଚ। ଆରେ ଏଇଟା କଣ ଗୋଟେ ପେଲି ହେଲା ନାଚ? ମାନେ ଦୁର୍ବଳକୁ ଯୋଉଟା ହବ କଲା ଉରଜ କଳ ସରୁତ ଜଳ ଢାଳିନି କର ପ୍ରେମ ଜଳ ଢାଳିନି କର ପ୍ରେମ ଜଳ ଢାଳିନି କର ଜଳ ସରୁତ ପ୍ରେମ ଜଳ ଢାଳିନି କର ପ୍ରେମ ଜଳ ଢାଳିନି କର କରୁଣା କରିବୁ ମତେ ଚମ୍ପକ ବର୍ଣ୍ଣାରେ କେଣେ ଯାଉଛୁ ସତେ କେଣେ ଯାଉଛୁ ସତେ ଚମ୍ପକ ବର୍ଣ୍ଣାରେ। ହବ ମୁଁ ଜାଣିନି ଆଗରୁ
কলা যেবে দুহি বর্জিবু ধান তেজি দেবী জীবন তেজি দেবী জীবন তেজি দেবী জীবন তুহি বর্জিব ধন তেজি দেবী জীবন তেজি দেবী জীবন তেজি দেবী জীবন যেবে দুহি বর্জিবু ধান তেজি দেবী জীবন তেজি দেবী জীবন তেজি দেবী জীবন বাঙালি ভাতই সজনি দিন বাঙালি ভাতই সজনি বাঙালি ভাতই সজনি বিধি ভাতই সজনি ভাগ ସାର୍ କୁହନ୍ତୁ ଭାଗ ଆଜ୍ଞା ଉଠିବି ନାଇଁ ବସ ନା ଉଠି ପାରିଦବା ନା এটা ঠিয়া পালা প্রা ଚାଲୁ ତୁ ଆଉ ଉଠୁଛୁ କୋଲା ଭରିରେ ପୁଅଙ୍କ ଇଏ ମାଦିବା সতে ଆମେ ଜାଣିଛୁ ଏ ବସିଲା ପାଲା ଗଲା ଆଇଲା ଖୁଣୁ ତୁ ଟିକେ ଉଠିଲୁ ଆଉ ଆଗରୁ ତ କାଇଁ ଉଠୁନଥିଲୁ ହୃଦୟର ଅନନ୍ତ ଭାବରେ ଚିନ୍ତା କରି ନିଜର ସ୍ତ୍ରୀ ପାଖରୁ ବିଦାୟ ନଉଛି ଅଭିମନ୍ୟୁ ବୀର ମହାଭାରତ ଯୁଦ୍ଧର ଚକ୍ର ବିହ ଭେଦ କରିବା ପାଇଁ ଆପଣଙ୍କର କୌରବ ବିରୁଦ୍ଧରେ ଅଭିମନ୍ୟୁ ଚଲି ଯାଉଛି ଏପଟେ ଉତ୍ତରା ମନେ ମନେ ବିଚାର କଲା ମୋ ସ୍ୱାମୀ କି ଯୁଦ୍ଧକୁ ଯାଉଛନ୍ତି ତ ସାର୍ ଚମ୍ପକ ବର୍ଣ୍ଣରେ ମୁଗ୍ଧ ହୋଇ ଜଣେ ଭାଇ ପଠେଇଛନ୍ତି 100 ଟଙ୍କା ତମ ନାଁ ଟା କହିନା ନାରାୟଣ ମଙ୍ଗଳ କରନ୍ତୁ ସେ ଭାଇଙ୍କର ବା ସେଇ ପିଲାମାନଙ୍କର ମଙ୍ଗଳ କରନ୍ତୁ କୃପା କରନ୍ତୁ ସର୍ବାରିଷ୍ଟ ଖଣ୍ଡନ ହଉ ସର୍ବେ ବୋଲ ଆନନ୍ଦେ ଯୁଦ୍ଧକୁ ଯାଉଛି ଇଏ ନା ଅଭିମନ୍ୟୁ ଚାଲି ଯାଇଛି ସ୍ତ୍ରୀ ଉତ୍ତର କହିଲା ମୋ ସ୍ୱାମୀ କେମିତି ଜିତିବେ ପ୍ରତ୍ୟେକ ପୁରୁଷଙ୍କର ଉତ୍ତୀର୍ଣ୍ଣ ପଛରେ ଗୋଟେ ନାରୀର ହାତ ଥାଏ ସ୍ତ୍ରୀର ହାତ ଅଛି ମୁଁ ପାଲା ଧୋକାରି ଯାଉଛି ନା ଭୟ ଅଛି ନା ପ୍ରକୃତ କଥା କହିଲି ତୋ ସ୍ତ୍ରୀର ହାତ ଯୋଗୁ ତୁ ଗୋଟେ ପାଲା ପାଳିଆ ହେଇପାରୁ ତମ ସ୍ତ୍ରୀ ହାତ ଯୋଗୁ ତମେ ଗାଁର ତୋ ସ୍ତ୍ରୀ ତମ ସାଇ ଯାକ ଲୋକକୁ ପାଳୁଛି ତ କାହାର ଅଭାବ ତୋ ସ୍ତ୍ରୀ ରଖିଛି ତମ ସାଇରେ ତେଣୁ ସମସ୍ତଙ୍କୁ ପାଳୁଛି ବୋଲିକି ତୁ ପାଳିଆ ହେଇଛୁ କି ନା ଅଭିମନ୍ୟୁ ଗଲା ଉତ୍ତରା ସଜାଉଛି ଉତ୍ତରା ଫୁଲମାଳଟିଏ ଧରିଛି ଅଭିମନ୍ୟୁ ଫଟୋରେ ଟାଙ୍ଗିଦେଲେ ଅଭିମନ୍ୟୁ ଜିତିବ ଏପଟେ ଚନ୍ଦ୍ର ସ୍ତ୍ରୀ ରୋହିଣୀ ତ ଛଦ୍ମ ବେଶରେ ଲୁଚିକି ଅଛି କୃଷ୍ଣ କହିଛନ୍ତି କହିଲା ଛୋଟକେ ନିକଟେ ମିଳିଲା ଛଦ୍ମ ଉତ୍ତରା ବାଲି ଛଦ୍ମ ଉତ୍ତରା ବାରି ହେ ଛଦ୍ମ ଉତ୍ତରା ବାରି ଉତ୍ତରା ଯେତେବେଳେ ଫୁଲମାଳ ଦେବାକୁ ଯାଇଛି ଅଭିମନ୍ୟୁ ଫଟୋକୁ ଚନ୍ଦ୍ର ସ୍ତ୍ରୀ ରୋହିଣୀ ଛଦ୍ମ ଉତ୍ତରା ହେଇକି ଲୁଚିକି ଥିଲା ଖାଆନ୍ତିନି ମାରି ବସିକି ଫୁଲମାଳଟାକୁ ନେଇକି ପଳେଇଲା କାହା ପାଖ ନା ମା ସୁଭଦ୍ରା ପାଖକୁ
ସୁଭଦ୍ରା ପାଖରେ ପହଞ୍ଚି ମୁଣ୍ଡିଆ ମାରିଲା, କହିଲା ମା ମୋ ସ୍ୱାମୀ ଯୁଦ୍ଧକୁ ଯାଇଛନ୍ତି, ଅଭିମନ୍ୟୁ ଯୁଦ୍ଧକୁ ଯାଇଛନ୍ତି। ଅଭିମନ୍ୟୁ ବି ତା ସ୍ୱାମୀ, କାହିଁକି ନା 14ଟା କଳା ଚନ୍ଦ୍ର ତା ଦେହରେ ଅଛି। ମା ମତେ ଆଶୀର୍ବାଦ ଦିଅ। କହିଲା ଆଶୀର୍ବାଦ କଲେ ଜନନୀ ବକୁଳ ବଧୁମହର, हे कुळा बधुमहर, हे कुळा बधुमहर। सिंदूरगार, सिंदूरगार, हे सिंदूरगार, 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 हे सिंदूरगार, सिंदूरगार। চিরকাল তো মুন্ডর সিন্দুর চাতুর্য মারু সেটা কাকুକୁ ବାଡ଼େଇ ଦେଇକି ଧଇଲା ଫୁଲ ମାଳ ଧରି ଚନ୍ଦ୍ର ଭାଷା ରହୁ ଏପଟେ ଉତ୍ତରା ଅଭିମନ୍ୟୁ ସ୍ତ୍ରୀ କହିଲା କିଏ ଫୁଲମାଳ ଛିଣ୍ଡେଇକି ଛଡେଇକି ନେଲା। ପଛେ ପଛେ ଯାଉଛି, ଦେଖୁଛି ସୁଭଦ୍ରାଙ୍କ ପାଖରେ କିଏ ଆଶୀର୍ବାଦ ନଉଛି। କାନ୍ଦି ପକେଇଲା ସୁଭଦ୍ରା, ଏ ଉତ୍ତରା ମା ସୁଭଦ୍ରା ନିକଟରେ କହିଲା ମା, କହିଲା କାହା ଭାଲେ ଦେଲ ସିନ୍ଦୁର ଗାରେ ଢାଳ ଆଶିଷ, हे कारे ढाळ आशिष, हे कारे ढाळ आशिष। ବୁଝି ଦବ ଶ୍ରୀ ପୟରେ ଯୋ ଜାଣିଲି ରହସ୍ୟ। ତୁ ଖୁସି ତ? ମୁଁ ବି ଖୁସି। କହିଲା ମା, ତମେ କାହା ଭାଲରେ ସିନ୍ଦୁର ଦେଲ? ମୁଁ ତମ କୁଳବଧୂ, ଜାଣିପାରିଲେନି। ସୁଭଦ୍ରା କହିଲା ମାରେ ଭୁଲ କରିଦେଲି, ଆଜିଠୁ ରହିବ ନାହିଁ ତ ଭାଲେ ସିନ୍ଦୁର ଗାର। हे भाले सिंदूरगार, हे भाले सिंदूरगार। ଦିନ ପାଇଁ ବିଧବା ହେବୁ ବଧୂମହର। ବଧୂମହର ହେ। ମୁଁ ଜାଣିପାରିଲିନି, ଆଉ ତ ମୁଣ୍ଡରେ ସିନ୍ଦୁର ରହିବନି। ମା ପୋଛିଦେଲ, ମୋ ପୁଅ ଆଉ ବଞ୍ଚିବନି। ଆଜିଠୁ ବିଧବା ନିଶ୍ଚିତ ହବୁ। ହଉ, ଆଉ ଗପଟପ କରିବାକୁ ବେଳ ନାହିଁ। ଅଭିମନ୍ୟୁ ଯୁଦ୍ଧକୁ ବାହାରିଛି। ଯୁଦ୍ଧ ହବ, 8ଟା ଘର, 12ଟା ଦ୍ୱାର, 12ଟା ଦ୍ୱାରରେ 12 ଜଣ ରଥୀ। କହନ୍ତି ଅଭିମନ୍ୟୁକୁ ମାଇଲେ କିଏ? ସପ୍ତରଥୀ ନା, 12ଟା ରଥୀ କି ଭେଦିବ ଅଭିମନ୍ୟୁ। ସେ 12ଟା ରଥୀରୁ 5ଟା ରଥୀ ମରିଯିବେ, ଆଉ 7ଟା ରଥୀ ଏକାଠି ହେଇକି ଅଭିମନ୍ୟୁକୁ ମାରିବେ। ଯୋଉ 5 ମଲେ କିଏ, ଯୋଉ 7 ରହିଲେ କିଏ। ବିଷ ଏଇ ପର୍ଯ୍ୟନ୍ତ ଗଲା। এইঠু রহিলা কথা, ସେଥିରେ ଆଉ କିଛି କଥା ନାହିଁ। ଆଜି ଏତିକିରେ ଥାଉ। ନୃସିଂହ ହୋତା ଯେ ବସାକୁ ଯାଉ, ତମେ ଆମ କାହାକୁ ଜମା ଯିବନି, ବରଣାରେ ଖାଇକି ପଳେଇ ଆସିବ। ସମସ୍ତଙ୍କୁ କଲ୍ୟାଣ କରନ୍ତୁ। ବରଣ୍ଡାକୁ ଗଲେ କଣ ହବ? ପିଲାମାନେ ମୋ ପାଖକୁ ଯାଉଥିଲେ, ବରଣ୍ଡାରେ ଖାଉଛି। 10 ବର୍ଷ ସମ୍ପର୍କ ଭିତରେ ଗୋଟେ ଘରର ଗୋଟାଏ ଡିହ, ସେଇ ବରଣ୍ଡା ସେଇ କାନ୍ଥ। ମୁଁ ଗଡୁଛି, ଗଲାବେଳେ ମୁଣ୍ଡିଆ ମାରୁନି। ଗାୟକଣ ବସା ଘରକୁ ଗଲେନି କି ପାଳିଆ ମାନଙ୍କୁ ବନ୍ଦ କରିଦେଇଛନ୍ତି ଜୀବନ ତାଙ୍କ ବସା ଘର। ମୋର ଆପତ୍ତି ନାହିଁ। ମୋ ନୃସିଂହ ହୋତା ନେହି ଡରେଙ୍ଗେ ଓଡିଶା। କାହିଁକି ନା ବାବୁ, ଆମର ଅପରେସନ ହେଲେ ମୁଁ ଗଲିନି। 4000 ଟଙ୍କିଆ ଅପରେସନ ହେଇଛ। ଅପରେସନ ହେଲା ବେଳେ ନୃସିଂହ ହୋତାକୁ ଫୋନ କରିକି କହିଛ, ଆରେ ଭାଇ ମୁଁ ଅପରେସନ ହଉଛି, ମତେ ପଦେ କହିଛ? ମୁଁ ଜାଣିବି କେମିତି? ମୁଁ କଣ ବ୍ରହ୍ମାଙ୍କ ପୁଅ? ଗାଡି ଆକ୍ସିଡେଣ୍ଟ ହେଲା, 1.5 ମାସ କାଳ ପାଲା ମୁଁ ବନ୍ଦ କରିଦେଲି। ତମେ ମତେ ଦେଖିବାକୁ ଦିନେ ଯାଇଛ? ତଥାପି ମୁଁ ମନ ଦୁଃଖ କରିନି। ତମେ ଅପରେସନ ହେଲ, ମତେ ଶାଶ୍ୱତ ଯୋଉ ତ୍ରିଶକ୍ତି ଭକ୍ତି ସୁଧା ପିଲା ଯୋଉଦିନ ମେଡିକାଲରୁ ଡିସଚାର୍ଜ ହେଇକି ଗଲ, ସେଇଦିନ ମତେ ଫୋନ କରି କହିଲା ତମ ଭାଇନା ଅପରେସନ ହେଇଛି। କହିଲି କାହିଁ ମୁଁ ତ ଜାଣିନି। ସେତେବେଳେ ମୁଁ ତ ପ୍ରାଇଭେଟ ପ୍ରୋଗ୍ରାମ ଗାଇ ପାରୁନଥାଏ, କାଗଜପତ୍ର ଆଣିକି ଆସିଛି, ଅନୁଷ୍ଠାନ ଲୋକ ବି ଦେଖିଛନ୍ତି। ଗଭର୍ଣ୍ଣମେଣ୍ଟ ପାଲା ମୁଁ ପାଲ ଲହଡାରେ ଗାଉଥାଏ। ଅନୁଗୁଳ ପାଲ ଲହଡା କୋଉଠି? ଜଗତସିଂହପୁର ମାଛ ଗାଁ କୋଉଠି?
ତାପରେ ମୁଁ ଜାଣିପାରିଲି ଆଉ ତମେ ଯଦି ମନରେ ଭାବ ରଖିବ ନୃସିଂହ ହୋତା ଡୋଣ୍ଟ କେୟାର ମୁଁ କାହାକୁ ମାନିନି କି ଓଡ଼ିଶାରେ କାହାକୁ ମାନିବିନି ମୋ କର୍ତ୍ତବ୍ୟ ଯଦି ଠିକ ମୋ କର୍ମ ଯଦି ଠିକ ମୋ ଚାମର ଯଦି ଠିକ ମଞ୍ଚ ଉପରେ ଯଦି ମୋ ଶ୍ରୋତାଙ୍କୁ ମୁଁ ବସେଇ ପାରୁଥିବା ଠିକ ସେଇ ଜିନିଷକେ ପାଲା ଖାଇବି ଆମର କଣ ଯାଉଛି କହିବୁ ଆମେ ଆମର ଥୟ ହବା ଦିନ ସିଏ ସଂରକ୍ଷଣ ମହାବାହୁ ସାଗରେ ବୀର ଦରବାରୀ ହରିବୋଲ କରତାଳି ହୁଳହୁଳି ଦିଅ ଏ ବିଶ୍ୱ ଦୁଃଖ ଯାଉ ଅଧଘଣ୍ଟା ପାଲା ଆଉ ପଇସା ହରି ଓମ୍